ସନ୍ତୋଷୀ ମାଙ୍କ ପୂଜା ହେଉଛି ହିନ୍ଦୁ ଧର୍ମର ଏକ ଲୋକପ୍ରିୟ ବ୍ରତ ଓ ପୂଜା, ଯାହା ମୁଖ୍ୟତଃ ଭାରତର ଉତ୍ତର ଓ ପଶ୍ଚିମ ଅଞ୍ଚଳରେ ପାଳନ କରାଯାଏ। ଏହି ପୂଜା ମାତା ସନ୍ତୋଷୀଙ୍କୁ ସମର୍ପିତ, ଯିଏକି ସନ୍ତୋଷ, ସୁଖ, ଶାନ୍ତି ଓ ସମୃଦ୍ଧିର ଦେବୀ ରୂପେ ପୂଜା ପାଆନ୍ତି। ଏହି ବ୍ରତ ପରିବାରରେ ଐକ୍ୟ, ପ୍ରେମ ଓ ଶାନ୍ତି ଆଣିବାରେ ସହାୟକ ହୁଏ। ଆର୍ଥିକ ସଙ୍କଟ ଦୂର ହୁଏ ଏବଂ ଧନ ସମ୍ପଦରେ ବୃଦ୍ଧି ଘଟେ। ଭକ୍ତଙ୍କର ମନୋକାମନା ଯେପରି ଉତ୍ତମ ଜୀବନ ସାଥୀ, ସନ୍ତାନ ପ୍ରାପ୍ତି ବା କର୍ମକ୍ଷେତ୍ରରେ ସଫଳତା ପୂରଣ ହୁଏ। ଏହି ବ୍ରତ ମାନସିକ ଚାପ ଓ ଅଶାନ୍ତି ଦୂର କରି ଆଧ୍ୟାତ୍ମିକ ଶକ୍ତି ପ୍ରଦାନ କରେ। ଜୀବନରେ ଆସୁଥିବା ବାଧାବିଘ୍ନ ଦୂର ହୁଏ ଓ ସଫଳତାର ପଥ ସୁଗମ ହୁଏ। ମା ସନ୍ତୋଷୀଙ୍କ ବ୍ରତ କଲେ। ପୂଜା କରିବାର ବିଧି। ସନ୍ତୋଷୀ ମାଙ୍କ ପୂଜା ଏକ ସରଳ ଓ ନିୟମାନୁବର୍ତ୍ତୀ ପ୍ରକ୍ରିୟା। ଏହା ସାଧାରଣତଃ 16 ସପ୍ତାହ ପର୍ଯ୍ୟନ୍ତ ପାଳନ କରାଯାଏ, ଯାହାକୁ 16 ଶୁକ୍ରବାର ବ୍ରତ କୁହାଯାଏ। ପୂଜାର ପ୍ରସ୍ତୁତି। ଏହି ପୂଜା ଶୁକ୍ରବାର ଦିନ କରାଯାଏ। ଏହି ଦିନ ସକାଳେ ସ୍ନାନ କରି ପରିଷ୍କାର ବସ୍ତ୍ର ପରିଧାନ କରାଯାଏ। ଏକ ପରିଷ୍କାର ସ୍ଥାନରେ ସନ୍ତୋଷୀ ମାଙ୍କ ମୂର୍ତ୍ତି ବା ଚିତ୍ର ସ୍ଥାପନ କରାଯାଏ। ପୂଜା ସାମଗ୍ରୀରେ ଧୂପ, ଦୀପ, ଫୁଲ, ଚନ୍ଦନ, ସିନ୍ଦୁର, ଅକ୍ଷତ, ଗୁଡ଼ ଓ ଚଣା ରହିଥାଏ। ବ୍ରତ ପାଳନ। ଏହି ବ୍ରତ ରଖୁଥିବା ବ୍ୟକ୍ତି ସକାଳେ ଖାଲି ପେଟରେ ବ୍ରତ ଆରମ୍ଭ କରନ୍ତି। ଦିନସାରା ଅମ୍ଳ ସୃଷ୍ଟି କରୁଥିବା ଖାଦ୍ୟ ଯେପରିକି ଦହି, ଲେମ୍ବୁ ଆଦି ଆମ୍ବିଳ ବା ଖଟା ଜାତୀୟ ଖାଦ୍ୟ ଏହି ବ୍ରତରେ ଖାଇବା ନିଷେଧ ଅଟେ। ଗୁଡ଼ ଓ ଚଣା ମାଙ୍କୁ ଭୋଗ ଲାଗି ଅର୍ପଣ କରାଯାଏ, ଯାହା ମାଙ୍କର ପ୍ରିୟ ଭୋଗ ଅଟେ। ପୂଜା ପ୍ରକ୍ରିୟା। ମାଙ୍କ ମୂର୍ତ୍ତି ବା ଚିତ୍ରକୁ ଫୁଲ, ଚନ୍ଦନ, ସିନ୍ଦୁର, ଅକ୍ଷତ ଅର୍ପଣ କରାଯାଏ। ଧୂପ, ଦୀପ ପ୍ରଜ୍ୱଳନ କରି ସନ୍ତୋଷୀ ମାଙ୍କ ମନ୍ତ୍ର ଜପ କରାଯାଏ। ମାଙ୍କର ଅତି ସାଧାରଣ ମନ୍ତ୍ର ହେଉଛି ଓଁ ଶ୍ରୀ ସନ୍ତୋଷୀ ମାତାୟେ ନମଃ। ଏହା ବ୍ୟତୀତ ସନ୍ତୋଷୀ ମାଙ୍କ ଚାଳିଶା ମଧ୍ୟ ପାଠ କରାଯାଏ। ସନ୍ତୋଷୀ ମାଙ୍କ ବ୍ରତକଥା ପାଠ କରାଯାଏ, ଯେଉଁଥିରେ ତାଙ୍କ ମହିମା ଓ ଭକ୍ତଙ୍କ ପ୍ରତି ତାଙ୍କର କରୁଣା ବର୍ଣ୍ଣନା ରହିଛି।